କଳା ସଂସ୍କୃତିର ଗନ୍ତାଘର ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜ। କଳା ସାଂସ୍କୃତିକର ପରିପୂର୍ଣ୍ଣ ଉତ୍କଳର ଏହି ପବିତ୍ର ଭୂଇଁ ଆଧୁନିକତାର ସଭ୍ୟତା ଗ୍ରାସ କରିଥିବା ବେଳେ ଏବେ ମଧ୍ୟ ପୂର୍ବ ସଂସ୍କୃତି ଏବଂ ପୂର୍ବ କଳା ଲୋକଙ୍କ ମନରୁ ଦୂରେଇ ଯାଇ ନାହିଁ। ଯେତେ ଆଧୁନିକତାର କଳା ବ୍ୟୟବହୁଳ ପ୍ରସାର କରାଯାଉଥିଲେ ମଧ୍ୟ ମାଟିର ବାସ୍ନା କେବେ କାହା ହୃଦୟରୁ ଲିଭିଯାଇ ପାରିବ ନାହିଁ। ପୁରାତନ କଳାର ପସରା ଏବେ ମଧ୍ୟ ଗାଁ ଗହଳିରେ ଜୀବିତ କରି ରଖିଥିବା ବେଳେ ସେହି କଳା ପ୍ରତ୍ୟେକ ମଣିଷଙ୍କୁ ଆକୃଷ୍ଟ କରି ବାନ୍ଧି ରଖିବାରେ ସଫଳ ହୋଇଥାଏ। ବିଭିନ୍ନ କଳା ବିଭିନ୍ନ ବର୍ଗର କଳା ଏବେ ବିଶେଷ କରି ଗାଁ ଗହଳିରେ ଜୀବିତ କରି ରଖିଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିପାରୁଛି। ଯୁଗ ପରେ ଯୁଗ ବିତି ଯାଇଥିଲେ ମଧ୍ୟ କଳା ସଂସ୍କୃତି ଓ ପରମ୍ପରା କେବେ ଲୋପ ପାଇବ ନାହିଁ ତାହା ସମସ୍ତେ ଜାଣିଛନ୍ତି। ପୁରାତନ ସଂସ୍କୃତି ପୁରାତନ ନୃତ୍ୟ କଳା ଏବେ ପ୍ରତି ଗାଁରେ ପସରା ଖୋଲାଯାଉଥିବା ବେଳେ ଜାତୀୟ ସ୍ତରରେ ମଧ୍ୟ ପୁରାତନ କଳା ସଂସ୍କୃତିକୁ ସମ୍ମାନ ଦିଆଯାଉଛି। ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ନୃତ୍ୟ କଳା ରହିଥିବା ବେଳେ ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜର ନୃତ୍ୟ କଳା ଭିନ୍ନ ଏବଂ ନିଆରା ହୋଇଥାଏ। ନୂଆପଡ଼ା ଜିଲ୍ଲା କୁରୁମପୁରୀ ମୁଣ୍ଡାପଲ୍ଲା ଗ୍ରାମରେ ଆୟୋଜିତ ହୋଇଯାଇଥିବା ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜର କାର୍ଯ୍ୟକ୍ରମରେ ଦେଖାଦେଇଛି ନୃତ୍ୟ କଳାର ଏକ ନିଆରା ଦୃଶ୍ୟ। ପୂର୍ବ ସଂସ୍କୃତି ଏବଂ ପରମ୍ପରାର ସମ୍ମିଶ୍ରଣରେ ନିଜ ପ୍ରିୟ ନୃତ୍ୟ କଳାକୁ ପ୍ରଦର୍ଶିତ କରୁଥିବା ଦୃଶ୍ୟ ସମସ୍ତଙ୍କ ମନକୁ ବିମୋହିତ କରିଦେଇଛି। ଗଣ୍ଡ ସମାଜର ଏହି ପାରମ୍ପରିକ ନୃତ୍ୟକୁ ଦେଖିଲେ ଏବେ ବି ଶରୀରରେ ଜାଗ୍ରତ ହୋଇଉଠେ ଜାତିପ୍ରେମର ଝଲକ। ଏହି ନୃତ୍ୟ କଳା କେବଳ ଗଣ୍ଡ ସମ୍ପ୍ରଦାୟର ହୋଇଥିବା ବେଳେ ଗଣ୍ଡ ଜାତିର ଭାଇ ଭଉଣୀମାନେ ଏହି ନୃତ୍ୟକୁ ପରିବେଷଣ କରିଥାନ୍ତି। ପୁରାତନ ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ନୃତ୍ୟ କଳାର ଆବଶ୍ୟକୀୟ ସରଞ୍ଜାମ ସହିତ ଯେତେବେଳେ ମଞ୍ଚ ଉପରକୁ ଆସିଯାଆନ୍ତି ସେହି ସମୟରେ ସୃଷ୍ଟି ହୋଇଯାଏ ମନୋରଞ୍ଜନର ଏକ ଭିନ୍ନ ପରିବେଶ। ଛୋଟରୁ ବଡ଼ ପର୍ଯ୍ୟନ୍ତ ଏକଲୟରେ ଚାହିଁ ରହିଥାନ୍ତି ରଙ୍ଗୀନ ରଙ୍ଗମଞ୍ଚର ସେହି ମନଲୋଭା ଦୃଶ୍ୟ ଉପରକୁ। ନୂଆପଡ଼ା ଜିଲ୍ଲାର ଏହି ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜ ଜିଲ୍ଲାରେ ଏକ ଅଗ୍ରଣୀ ସମାଜ ହୋଇ ମୁଣ୍ଡ ଟେକି ଛିଡ଼ା ହୋଇଛି। ପୁରାତନ କଳା ଏବଂ ସଂସ୍କୃତି ପରମ୍ପରାକୁ ଜୀବିତ କରି ରଖି ନିଜ ସମାଜକୁ ମୁଖ୍ୟ ସ୍ରୋତରେ ଛିଡ଼ା କରାଇବାରେ ସଫଳ ହୋଇଛନ୍ତି। ନିଜ ସମ୍ପ୍ରଦାୟର ରୀତିନୀତି ପର୍ବପର୍ବାଣୀ ଖୁବ୍ ଉତ୍ସାହ ସହକାରେ ପାଳନ କରୁଥିବା ବେଳେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା ଖୁବ୍ ଶୃଙ୍ଖଳିତ ଭାବରେ କରିଥାନ୍ତି। ବିବାହ ହେଉ କି ଶୁଦ୍ଧିକ୍ରିୟା ହେଉ ସମ୍ପ୍ରଦାୟର ନୀତି ନିୟମକୁ ଉଲ୍ଲଂଘନ କରିବାର କେହି କେବେ ସାହସ କରିପାରନ୍ତି ନାହିଁ। ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜର ଅନେକ କିଛି କଳା ସଂସ୍କୃତି ପୂରି ରହିଥିବା ବେଳେ ଯେକୌଣସି କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ଏହି ଷଡ଼ବଂଶୀ କ୍ଷତ୍ରିୟ ଗଣ୍ଡ ସମାଜର ବାର୍ଷିକ ଉତ୍ସବ ଖୁବ୍ ମହାସମାରୋହରେ ପାଳିତ ହେଉଥିଲେ ମଧ୍ୟ ଏ ବର୍ଷ ମୁଣ୍ଡାପଲ୍ଲାରେ ହୋଇଥିବା କାର୍ଯ୍ୟକ୍ରମ ଖୁବ୍ ନିଆରା ଏବଂ ଆକର୍ଷଣୀୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୃତ୍ୟ କଳା ସମସ୍ତଙ୍କୁ ବାନ୍ଧି ରଖିଥିବା ବେଳେ ନିଜ ଜାତିର କଳାକୁ ଉପଭୋଗ କରିବା ପାଇଁ ଗଣ୍ଡ ସମାଜର ପ୍ରତ୍ୟେକ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବ୍ୟୁରୋ ରିପୋର୍ଟ, এবি নিউজ।